ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଖୋର୍ଦ୍ଧା ସମ୍ବାଦଦାତା ଶୁଭ୍ରରଞ୍ଜନ ଦାସ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ନିଜ ଜମିରେ ଉଦ୍ୟାନ କୃଷି କରି ଆର୍ଥିକ ସ୍ୱାବଲମ୍ବୀ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ଏକ ଦମ୍ପତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିବନ୍ଧ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏହି ଦମ୍ପତି ଗୋପବନ୍ଧୁ ନାୟକ ଓ ତାଙ୍କ ପତ୍ନୀ ତପସ୍ୱିନୀ ନାୟକ ସମନ୍ୱିତ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇ ପାରିଛନ୍ତି। ପରିବାର ପ୍ରତିପୋଷଣ ପାଇଁ ଜୀବନ ଜୀବିକା ନିମନ୍ତେ କୌଣସି ବ୍ୟବସାୟ କିମ୍ବା ସହାୟତାକୁ ଅପେକ୍ଷା ନ କରି ନିଜର ପଡ଼ିଆ ଜମିରେ ପନିପରିବା ଓ ଅନ୍ୟାନ୍ୟ ଚାଷ କରି ଆଜି ସଫଳ ହୋଇପାରିଛନ୍ତି। ଏ ସମ୍ପର୍କରେ ଆକାଶବାଣୀକୁ ଗୋପବନ୍ଧୁ ନାୟକ କହିଛନ୍ତି, ଏବେ 3 ବର୍ଷ ହେଲା ମୁଁ ପ୍ରାୟ ଚାଷ ଆରମ୍ଭ କଲି। କୋବି, ବିନ୍, କଦଳୀ, ପିଜୁଳି, ଫୁଲ ସବୁ ପ୍ରକାର ଫସଲ କଲି। ସେଥିରୁ ମୁଁ ବି ଚଳୁଛି, ଆହୁରି ବି 5ଟା ପରିବାର 10 ଜଣ ଲୋକ ଡେଲି ଆସିକି ଏଥିରୁ ମଜୁରୀ ନେଇକି ଚଳୁଛନ୍ତି। କଦଳୀ 500 ଗଛ ଲଗେଇଛି, କାକୁଡି ପ୍ରାୟ ମାଣେ ଖଣ୍ଡେ ଲଗେଇଛି। ଡେଲି କାକୁଡି କୁଇଣ୍ଟାଲଟା ହଉଛି, ବୋଦି ବି କୁଇଣ୍ଟାଲ ଭଳିଆ ହଉଛି 3 ଦିନକେ ଥରେ। ବାହାର ରାଜ୍ୟକୁ ମୂଲ ଲାଗି ଯିବାକୁ ପଡିବ ନାହିଁ। ସମସ୍ତେ ଅଳ୍ପ ବହୁତ ଚାଷ କରନ୍ତୁ ଆଉ ଭଲରେ ଚଳନ୍ତୁ। ନିଜର ସଫଳତା ସମ୍ପର୍କରେ ତପସ୍ୱିନୀ ନାୟକ କହନ୍ତି, ଆମର ଏଠି ବାଡିରେ ସବୁ ପ୍ରକାର ପନିପରିବା ଫସଲ ହଉଛି। କଦଳୀ, ପିଜୁଳି, ଆମ୍ବ ଆଉ ସପୁରୀ, କାକୁଡି, ବୋଦି ସବୁ ପ୍ରକାର ଫସଲ ଆମର ହଉଛି। ଅଦା, ହଳଦୀ, ପାଳୁଅ କୁଆଡେ ବାହାରକୁ ଯିବାର ନାହିଁ। ଆମେ ସ୍ୱାମୀ ସ୍ତ୍ରୀ, ମୋ ସ୍ୱାମୀକି ବି ମୁଁ ସହଯୋଗ କରୁଛି ସବୁ କାମରେ। ଖୋର୍ଦ୍ଧା ଜିଲ୍ଲାରେ ଖରିଫ ଋତୁ ପାଇଁ ଆସନ୍ତା ବର୍ଷ ଜାନୁଆରୀ 7 ତାରିଖରୁ ମଣ୍ଡି ଖୋଲାଯିବା ସହ ଧାନ ସଂଗ୍ରହ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା କରି ଚିଲିକା ଉପକୂଳବର୍ତ୍ତୀ ଗ୍ରାମ ଜରିପଡ଼ା, ବାଉଁଶମୂଳ, ଜଟିଆପାଟଣା, ମାଟିଆପଡ଼ା ଗ୍ରାମ ପରିକ୍ରମା କରି ବିଦେଶାଗତ ଅତିଥି ପକ୍ଷୀମାନଙ୍କ ସୁରକ୍ଷା ସହ ଶିକାର ରୋକିବା ସମ୍ପର୍କରେ ସଚେତନ କରାଉଛନ୍ତି। ଅରଗୁଳସ୍ଥିତ ଭାରତୀ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ପକ୍ଷରୁ ଆଇଆଇଟି ସମ୍ମିଳନୀ କକ୍ଷରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାସିକ ଋତୁସ୍ରାବ, ସ୍ୱାସ୍ଥ୍ୟ ସ୍ୱଚ୍ଛତା ଏବଂ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଆଳୁ ଉତ୍ପାଦନ କମ୍ ରହିଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଉପକଣ୍ଠରେ ଚଳିତ ରବି ଋତୁରେ 300 ହେକ୍ଟର ଜମିରେ ଆଳୁ ଚାଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଳୁ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚାଷୀମାନଙ୍କୁ ରିହାତି ଦରରେ ବିହନ ଯୋଗାଇବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଗୁରୁଜଙ୍ଗଠାରେ ଥିବା ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଓ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହାୟତାରେ ବିଦ୍ୟାଳୟ ସ୍ତରୀୟ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଭାରତ ସ୍କାଉଟ୍ ଗାଇଡ୍ର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ 11 ତାରିଖରୁ 3 ଦିନ ଧରି ବିଜେବି ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ କ୍ୟାମ୍ପରି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଖୋର୍ଦ୍ଧା ବନଖଣ୍ଡରେ ହାତୀ ସଂଖ୍ୟା ବୃଦ୍ଧି ପାଇ 71ରେ ପହଞ୍ଚିଛି। ବର୍ତ୍ତମାନ ଘୁମୁସର ଦକ୍ଷିଣ ରେଞ୍ଜ, ଚନ୍ଦକା, ନୟାଗଡ଼ ଓ ଆଠଗଡ଼ ଜଙ୍ଗଲରୁ ହାତୀମାନେ ଆସି ଯୋଡ଼ି ହୋଇଛନ୍ତି। ଏହାକୁ ନେଇ ବନ ବିଭାଗ ଯେତିକି ଚିନ୍ତାରେ ରହିଛନ୍ତି, ଏହାଠାରୁ ଚାଷୀମାନେ ଅଧିକ ଚିନ୍ତାରେ ପଡ଼ିଛନ୍ତି। ବର୍ତ୍ତମାନ ଟାଙ୍ଗୀ ଆଖପାଖ ଅଞ୍ଚଳରେ ହାତୀପଲ ବାଡ଼ି ବଗିଚାରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଆଗକୁ ଏହା ଅଧିକ ହେବା ଭୟରେ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଆଇଆଇଟି ଭୁବନେଶ୍ୱର ପକ୍ଷରୁ ମନ ଓ ଏକ ବେଦାନ୍ତିକ ଦୃଷ୍ଟିକୋଣ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ନ୍ୟୁୟର୍କର ବେଦାନ୍ତ ସୋସାଇଟିର ପ୍ରଭାରୀ ତଥା ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସର୍ବପ୍ରିୟାନନ୍ଦଜୀ ମହାରାଜ ଯୋଗଦେଇ ଆଧ୍ୟାତ୍ମିକତା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।